ଓମ୍ ଶାନ୍ତି 22 ଡିସେମ୍ବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ବାବା ଯିଏ ଯେପରି ତାଙ୍କୁ ଯଥାର୍ଥ ରୂପେ ଚିହ୍ନି ମନେ ପକାଅ, ଏଥିପାଇଁ ବିଶାଳ ବୁଦ୍ଧି ସମ୍ପନ୍ନ ହୁଅ। ବାବା ଯିଏ ଯେପରି ତାଙ୍କୁ ଯଥାର୍ଥ ରୂପେ ଚିହ୍ନି ମନେ ପକାଅ, ଏଥିପାଇଁ ବିଶାଳ ବୁଦ୍ଧି ସମ୍ପନ୍ନ ହୁଅ। ଆଜିର ପ୍ରଶ୍ନ, ବାବାଙ୍କୁ ଗରିବ ନିବାଜ ବା ଦୀନବନ୍ଧୁ କାହିଁକି କୁହାଯାଇଛି? ବାବାଙ୍କୁ ଗରିବୀ ନିବାଜ ବା ଦୀନବନ୍ଧୁ କାହିଁକି କୁହାଯାଇଛି? ଉତ୍ତର, କାହିଁକି ନା ଏହି ସମୟରେ ସାରା ଦୁନିଆ ଗରିବ ଅର୍ଥାତ୍ ଦୁଃଖୀ ହୋଇଯାଇଛି ଏବଂ ବାବା ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବା ପାଇଁ ଆସିଛନ୍ତି। ବାକି କାହା ଉପରେ ଦୟା ଦେଖାଇ କପଡ଼ା ଦେଇଦେବା, ପଇସା ଦେଇଦେବା ତାହା କୌଣସି ଅଦ୍ଭୁତ କାର୍ଯ୍ୟ ନୁହେଁ। ଏହାଦ୍ୱାରା ସେମାନେ କେହି ସାହୁକାର ହୋଇଯାଆନ୍ତି ନାହିଁ। ଏପରି ନୁହେଁ ଯେ ମୁଁ ଏହି ନୀଚ ସ୍ତରର ଲୋକମାନଙ୍କୁ ପଇସା ଦେଇ ନିଜକୁ ଦୀନବନ୍ଧୁ ବୋଲାଇବି। ମୁଁ ତ ଗରିବ ଅର୍ଥାତ୍ ପତିତମାନଙ୍କୁ ଯାହାଙ୍କର ଜ୍ଞାନ ନାହିଁ ତାଙ୍କୁ ଜ୍ଞାନ ଦେଇ ପବିତ୍ର କରୁଛି। ଗୀତ ୟହି ବହାର ହେ ଦୁନିଆକୁ ଭୁଲ ଜାନେ କି। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଗୀତ ଶୁଣିଲେ। ସନ୍ତାନମାନେ ଜାଣିଛନ୍ତି ଯେ ଏଭଳି ଗୀତ ତ ଦୁନିଆର ମନୁଷ୍ୟମାନେ ଗାଇଛନ୍ତି। ଏଥିରେ ବହୁତ ଭଲ ଶବ୍ଦ ରହିଛି। ଏହି ପୁରୁଣା ଦୁନିଆକୁ ଭୁଲିବାକୁ ହେବ। ପୂର୍ବରୁ ଏପରି ଭାବୁନଥିଲେ। କଳିଯୁଗୀ ମନୁଷ୍ୟମାନେ ମଧ୍ୟ ବୁଝିପାରୁନାହାନ୍ତି ଯେ ନୂଆ ଦୁନିଆକୁ ଯିବାକୁ ହେଲେ ନିଶ୍ଚିତ ପୁରୁଣା ଦୁନିଆକୁ ଭୁଲିବାକୁ ହେବ। ଯଦିଓ ଏତିକି ବୁଝୁଛନ୍ତି ଯେ ପୁରୁଣା ଦୁନିଆକୁ ଛାଡ଼ିବାକୁ ହେବ, କିନ୍ତୁ ସେମାନେ ଭାବୁଛନ୍ତି ଏଥିପାଇଁ ଆହୁରି ବହୁତ ସମୟ ବାକି ଅଛି। ନୂଆ ପୁଣି ଦିନେ ପୁରୁଣା ହେବ ଏହା ତ ଜାଣୁଛନ୍ତି, କିନ୍ତୁ ଦୀର୍ଘ ସମୟ ଲେଖିଦେଇଥିବାରୁ ଭୁଲି ଯାଇଛନ୍ତି। ତୁମକୁ ଏବେ ସ୍ମରଣ କରାଇ ଦିଆଯାଉଛି। ଏବେ ନୂଆ ଦୁନିଆ ସ୍ଥାପନ ହେଉଛି, ତେଣୁ ପୁରୁଣା ଦୁନିଆକୁ ଭୁଲିବାକୁ ହେବ। ଭୁଲିଗଲେ କ'ଣ ହେବ? ଆମେ ଏହି ଶରୀର ଛାଡ଼ି ନୂଆ ଦୁନିଆକୁ ଯିବା। କିନ୍ତୁ ଅଜ୍ଞାନ କାଳରେ ଏପରି କଥାର ଅର୍ଥକୁ କେହି ଧ୍ୟାନ ଦିଅନ୍ତି ନାହିଁ। ଯେଉଁ ପ୍ରକାରରେ ବାବା ବୁଝାଉଛନ୍ତି, ଏପରି ଆଉ କେହି ବୁଝାଇବା ପାଇଁ ନାହାନ୍ତି। ତୁମେ ଏହାର ଅର୍ଥକୁ ବୁଝିପାରୁଛ। ଏହା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ବାବା ବହୁତ ସାଧାରଣ, ଅନନ୍ୟ ଏବଂ ବହୁତ ଭଲ ଭଲ ପିଲାମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୁଝିନାହାନ୍ତି। ୟାଙ୍କ ମଧ୍ୟରେ ଶିବ ବାବା ଆସୁଛନ୍ତି ବୋଲି ଭୁଲି ଯାଇଥାନ୍ତି। କୌଣସି ବି ନିର୍ଦ୍ଦେଶ ଦେଲେ ଭାବନ୍ତି ନାହିଁ ଯେ ଏହା ଶିବ ବାବାଙ୍କ ନିର୍ଦ୍ଦେଶ। ଶିବ ବାବାଙ୍କୁ ସାରାଦିନ ଯେପରି ଭୁଲି ଯାଇଥାନ୍ତି, ସମ୍ପୂର୍ଣ୍ଣ ନ ବୁଝିବା କାରଣରୁ କାର୍ଯ୍ୟକାରୀ କରିପାରନ୍ତି ନାହିଁ। ମାୟା ମନେ ପକାଇବାକୁ ଦିଏ ନାହିଁ। ସେହି ସ୍ମୃତି ସ୍ଥାୟୀ ହୋଇ ରହେ ନାହିଁ। ମେହନତ କରି କରି ଅନ୍ତିମ ସମୟରେ ସେହି ଅବସ୍ଥା ନିଶ୍ଚୟ ହେବ। ଏପରି କେହି ବି ନାହାନ୍ତି ଯିଏକି ଏହି ସମୟରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବେ। ବାବା ଯିଏ ଯେପରି ତାଙ୍କୁ ଜାଣିବା ପାଇଁ ବିଶାଳ ବୁଦ୍ଧି ଦରକାର। ତୁମକୁ ପଚାରିବେ, ବାପଦାଦା ଗରମ ପୋଷାକ ପିନ୍ଧନ୍ତି? କୁହାଯିବ ଉଭୟ ପିନ୍ଧିଛନ୍ତି। ଶିବ ବାବା କହିବେ, ମୁଁ କ'ଣ ଗରମ କପଡ଼ା ପିନ୍ଧିବି କି? ମୋତେ ଥଣ୍ଡା ଲାଗେ ନାହିଁ। ହଁ, ଯାହାଙ୍କ ମଧ୍ୟରେ ପ୍ରବେଶ କରିଛି ତାଙ୍କୁ ଥଣ୍ଡା ଲାଗିବ। ମୋତେ ତ ନା ଭୋକ ନା ଶୋଷ କିଛି ଲାଗେ ନାହିଁ। ମୁଁ ତ ନିର୍ଲେପ ଅଟେ। ସେବା କରି ମଧ୍ୟ ଏହିସବୁ କଥାରୁ ଦୂରରେ ରହିଥାଏ। ମୁଁ ଖାଏ ନାହିଁ କି ପିଏ ନାହିଁ। ଯେପରି ଜଣେ ସାଧୁ ମଧ୍ୟ କହୁଥିଲେ ନା, ମୁଁ ଖାଏ ନାହିଁ କି ପିଏ ନାହିଁ। ସିଏ ପୁଣି କୃତ୍ରିମ ବେଶ ଧାରଣ କରି ନେଇଛନ୍ତି। ଅନେକ ଦେବତାମାନଙ୍କର ନାମ ମଧ୍ୟ ନିଜ ଉପରେ ରଖିଛନ୍ତି। ଆଉ କୌଣସି ଧର୍ମର ଆତ୍ମା ଦେବୀ ଦେବତା ହୁଅନ୍ତି ନାହିଁ। ଏଠାରେ କେତେ ମନ୍ଦିର ରହିଛି। ବାହାରେ ତ କେବଳ ଶିବ ବାବାଙ୍କୁ ହିଁ ମାନନ୍ତି। ବୁଦ୍ଧି ବି କହୁଛି ଯେ ପିତା ତ ଜଣେ ଅଟନ୍ତି। ପିତାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ। ତୁମ୍ଭମାନଙ୍କର ବୁଦ୍ଧିରେ ଅଛି କଳ୍ପର ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ବାବାଙ୍କ ଠାରୁ ସମ୍ପତ୍ତି ମିଳେ। ଯେତେବେଳେ ଆମେ ସୁଖଧାମକୁ ଯାଉ, ସେତେବେଳେ ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ରୁହନ୍ତି। ଏହି ଜ୍ଞାନ ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ରହିଛି। ଯଦି ଜ୍ଞାନର ଚିନ୍ତନରେ ରହିବେ,
ତେବେ ତାଙ୍କର ବାଣୀ ମଧ୍ୟ ସେହିପରି ବାହାରିବ। ତୁମେ ବାବାଙ୍କ ଦ୍ୱାରା ରୂପ ବସନ୍ତ ବା ଯୋଗୀ ଜ୍ଞାନୀ ହେଉଛ। ତୁମେ ରୂପ ବି ଅଟ ଏବଂ ବସନ୍ତ ମଧ୍ୟ ଅଟ। ଦୁନିଆରେ ଆଉ କେହି କହିପାରିବେ ନାହିଁ ଯେ ମୁଁ ରୂପ ବସନ୍ତ ଅଟେ। ତୁମେ ଏବେ ପଢ଼ୁଛ, ଶେଷ ପର୍ଯ୍ୟନ୍ତ ପୁରୁଷାର୍ଥର କ୍ରମାନୁସାରେ ପଢ଼ି ନେବ। ଶିବ ବାବା ଆତ୍ମାମାନଙ୍କର ପିତା ଅଟନ୍ତି ନା? ଏହା ମଧ୍ୟ ହୃଦବୋଧ ହେଉଛି ନା? ଭକ୍ତି ମାର୍ଗରେ ହୃଦବୋଧ ହୁଏ ନାହିଁ। ଏଠାରେ ତୁମେ ସମ୍ମୁଖରେ ବସିଛ। ତୁମେ ଜାଣୁଛ ଯେ ବାବା ପୁଣି ଏହି ସମୟରେ ହିଁ ଆସିବେ। ପୁଣି ଆଉ କୌଣସି ସମୟରେ ଆସିବାର ଆବଶ୍ୟକତା ପଡ଼େ ନାହିଁ। ସତ୍ୟ ଯୁଗରୁ ତ୍ରେତା ପର୍ଯ୍ୟନ୍ତ ଆସିବାର ନାହିଁ। ଦ୍ୱାପରରୁ କଳିଯୁଗ ପର୍ଯ୍ୟନ୍ତ ବି ଆସିବାର ନାହିଁ। ସେ କଳ୍ପର ସଙ୍ଗମ ଯୁଗରେ ହିଁ ଆସନ୍ତି। ପିତା ମଧ୍ୟ ହେଉଛନ୍ତି ଗରିବ ନିବାଜ, ଅର୍ଥାତ୍ ସାରା ଦୁନିଆରେ ଯେଉଁମାନେ ଦୁଃଖୀ ଗରିବ ହୋଇଯାଇଛନ୍ତି ସେମାନଙ୍କର ପିତା ଅଟନ୍ତି। ବାବାଙ୍କ ହୃଦୟରେ କ'ଣ ଥିବ? ମୁଁ ହେଉଛି ଦୀନବନ୍ଧୁ। ସମସ୍ତଙ୍କର ଦୁଃଖ ଅଥବା ଦାରିଦ୍ର୍ୟ ଦୂର ହୋଇଯାଉ। ତାହା ତ ଜ୍ଞାନ ବ୍ୟତୀତ କମ୍ ହୋଇପାରିବ ନାହିଁ। ବାକି କପଡ଼ା ଆଦି ଦେଲେ କେହି ସାହୁକାର ତ ହୋଇଯିବେ ନାହିଁ ନା? ପ୍ରାୟତଃ ଗରିବଙ୍କୁ ଦେଖିଲେ ମନ ହେବ ଯେ ଏହାକୁ କପଡ଼ା ଦେଇଦିଏ, କାହିଁକି ନା ମନେ ପଡ଼ିଯାଏ ମୁଁ ହେଉଛି ଗରିବ ନିବାଜ। ତା ସହିତ ଏହା ମଧ୍ୟ ଜାଣୁଛି ଯେ ମୁଁ ଦୀନବନ୍ଧୁ କେବଳ ଏହି ଭିଲିମାନଙ୍କ ପାଇଁ ନୁହେଁ, ମୁଁ ସେହିମାନଙ୍କ ପାଇଁ ଦୀନବନ୍ଧୁ ଅଟେ ଯିଏକି ବିଲକୁଲ ପତିତ ଅଟନ୍ତି। ତାଙ୍କୁ ପବିତ୍ର କରୁଛି। ମୁଁ ହିଁ ପତିତ ପାବନ। ତେଣୁ ବିଚାର ଚାଲୁଛି ମୁଁ ଦୀନବନ୍ଧୁ ଅଟେ, କିନ୍ତୁ ପଇସା ଆଦି କିପରି ଦେବି? ଦୁନିଆରେ ପଇସା ଦେବା ପାଇଁ ତ ବହୁତ ଅଛନ୍ତି। ବହୁତ ଫଣ୍ଡସ୍ ବାହାର କରିଛନ୍ତି, ଯାହାକୁ ପୁଣି ଅନାଥ ଆଶ୍ରମକୁ ପଠାଇ ଦେଉଛନ୍ତି। ଜାଣିଥାନ୍ତି ସେଠାରେ ଅନାଥମାନେ ରୁହନ୍ତି, ଅର୍ଥାତ୍ ଯାହାଙ୍କର ନାଥ ନାହାନ୍ତି। ଅନାଥ ଅର୍ଥାତ୍ ଗରିବ। ତୁମର ମଧ୍ୟ ନାଥ ନଥିଲେ, ଅର୍ଥାତ୍ ପିତା ନଥିଲେ। ତୁମେ ଗରିବ ଥିଲ, ଜ୍ଞାନ ନଥିଲା। ଯିଏ ରୂପ ବସନ୍ତ ନୁହନ୍ତି ସିଏ ଗରିବ ଅନାଥ ଅଟନ୍ତି। ଯିଏ ରୂପ ବସନ୍ତ ତାଙ୍କୁ ସନାଥ କୁହାଯିବ। ସନାଥ ସାହୁକାରଙ୍କୁ ଅନାଥ ଗରିବଙ୍କୁ କୁହାଯାଏ। ତୁମର ବୁଦ୍ଧିରେ ମଧ୍ୟ ଅଛି ଯେ ଏମାନେ ସମସ୍ତେ ଗରିବ, ତାଙ୍କୁ କିଛି ଦେଇଦେବି। ବାବା ତ ଦୀନବନ୍ଧୁ, ତେଣୁ କହିବେ ଏପରି ଜିନିଷ ଦେବି ଯାହାଦ୍ୱାରା ସେମାନେ ସଦାକାଳ ପାଇଁ ସାହୁକାର ହୋଇଯିବେ। ବାକି ଏହି କପଡ଼ା ଆଦି ଦେବା ତ ସାଧାରଣ କଥା। ସେଥିରେ ମୁଁ କାହିଁକି ପଶିବି? ମୁଁ ତ ତାଙ୍କୁ ଅନାଥରୁ ସନାଥ କରିଦେବି। ଭଲେ କେତେ ବି କେହି ପଦମ୍ପତି ହୋଇଥାନ୍ତୁ ନା କାହିଁକି, କିନ୍ତୁ ତାହା ସବୁ ବି ଅଳ୍ପକାଳ ପାଇଁ। ଏହା ହେଉଛି ହିଁ ଅନାଥମାନଙ୍କର ଦୁନିଆ। ଯଦି ବି ପଇସାବାଲା ଅଛନ୍ତି, ତାହା ମଧ୍ୟ ଅଳ୍ପକାଳ ପାଇଁ। ସେଠାରେ ତ ସର୍ବଦା ସନାଥ ଥାନ୍ତି। ସେଠାରେ ଏପରି କେହି ଦୁଃଖୀ ନଥାନ୍ତି। ଏଠାରେ କେତେ ଗରିବ ଅଛନ୍ତି, ଯାହାଙ୍କର ଧନ ଅଛି ତାଙ୍କର କେତେ ନିଶା ଚଢ଼ି ରହିଥାଏ ଯେ ଆମେ ସ୍ୱର୍ଗରେ ଅଛୁ, କିନ୍ତୁ ତାହା ତ ନୁହେଁ। ଏକଥା ତୁମେ ଜାଣିଛ। ବର୍ତ୍ତମାନ ସମୟରେ କୌଣସି ମନୁଷ୍ୟ ସନାଥ ନୁହନ୍ତି, ସମସ୍ତେ ଅନାଥ। ଏଇ ପଇସା ଆଦି ତ ସବୁ ମାଟିରେ ମିଶିଯିବ। ମନୁଷ୍ୟ ଭାବୁଛନ୍ତି ଯେ ଆମ ପାଖରେ ଏତେ ଧନ ଅଛି, ଯାହାକି ପୁତ୍ର ନାତି ଅଣନାତି ଖାଉଥିବେ, ପରମ୍ପରା ଚାଲିଥିବ। କିନ୍ତୁ ଏପରି ଚାଲିବାର ନାହିଁ। ଏହା ତ ସବୁ ବିନାଶ ହୋଇଯିବ। ସେଥିପାଇଁ ତୁମର ଏହି ସାରା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି। ତୁମେ ଜାଣିଛ ନୂଆ ଦୁନିଆକୁ ସ୍ୱର୍ଗ, ପୁରୁଣା ଦୁନିଆକୁ ନର୍କ କୁହାଯାଏ। ଆମକୁ ବାବା ନୂଆ ଦୁନିଆ ପାଇଁ ସାହୁକାର କରୁଛନ୍ତି। ଏଇ ପୁରୁଣା ଦୁନିଆ ତ ବିନାଶ ହୋଇଯିବ। ବାବା କେତେ ସାହୁକାର କରୁଛନ୍ତି। ଇଏ ଲକ୍ଷ୍ମୀ ନାରାୟଣ ସାହୁକାର କିପରି ହେଲେ? କ'ଣ କୌଣସି ସାହୁକାରଙ୍କ ଠାରୁ ଗଦି ମିଳିଗଲା ନା କାହା ସହିତ ଲଢ଼େଇ କଲେ? ଯେପରି ଅନ୍ୟମାନେ ରାଜ୍ୟ ସିଂହାସନ ପାଆନ୍ତି, କ'ଣ ଏହିପରି ରାଜ୍ୟ ସିଂହାସନ ପାଇଲେ? ନା କର୍ମ ଅନୁସାରେ ଏପରି ଧନ ମିଳିଲା? ବାବାଙ୍କର କର୍ମ ଶିଖାଇବା ତ ହେଉଛି ସମ୍ପୂର୍ଣ୍ଣ ଅଲଗା। କର୍ମ, ଅକର୍ମ, ବିକର୍ମ ଅକ୍ଷର ମଧ୍ୟ ସ୍ପଷ୍ଟ ଭାବରେ ରହିଛି ନା? ଶାସ୍ତ୍ରରେ କିଛି ଅକ୍ଷର ଅଛି ଯାହାକି ଅଟାରେ ଲୁଣ ପରିମାଣରେ ରହିଆସିଛି। କାହିଁ ଏତେ କୋଟି ମନୁଷ୍ୟ
ବାକି 9 ଲକ୍ଷ ରହୁଛନ୍ତି। 1/4 ମଧ୍ୟ ହେଉନାହିଁ। ତେଣୁ ଏହାକୁ ଅଟାରେ ଲୁଣ ସଦୃଶ୍ୟ କୁହାଯାଉଛି। ସାରା ଦୁନିଆ ବିନାଶ ହୋଇଯାଉଛି। ବହୁତ ଅଳ୍ପ ସଙ୍ଗମ ଯୁଗରେ ରହୁଛନ୍ତି। କେତେକ ପୂର୍ବରୁ ଶରୀର ଛାଡ଼ି ଚାଲି ଯାଉଛନ୍ତି। ସେମାନେ ପୁଣି ଦେବୀ ଦେବତାମାନଙ୍କୁ ସ୍ୱାଗତ କରିବେ। ଯେପରି ମୁଗଲି ଝିଅ ଥିଲା, ବହୁତ ଭଲ ଥିଲା। ତେଣୁ ନିଶ୍ଚୟ ବହୁତ ଭଲ ଘରେ ଜନ୍ମ ନେଇଥିବ। କ୍ରମାନୁଯାୟୀ ସୁଖରେ ହିଁ ଜନ୍ମ ନେଇଥାନ୍ତି। ସୁଖ ତ ସେମାନଙ୍କୁ ଭୋଗ କରିବାର ଅଛି। କିଛି ଦୁଃଖ ମଧ୍ୟ ଦେଖିବେ। କର୍ମାତୀତ ଅବସ୍ଥା ତ କାହାର ହୋଇନାହିଁ। ବଡ଼ ସୁଖୀ ଘରେ ଯାଇ ଜନ୍ମ ନେବେ। ଏପରି ଭାବ ନାହିଁ ଯେ ଏଠାରେ କୌଣସି ସୁଖୀ ଘର ନାହିଁ। ଏପରି ବହୁତ ଭଲ ପରିବାର ଅଛନ୍ତି। ସେ କଥା ନ କହିଲେ ଭଲ। ବାବା ଦେଖିଛନ୍ତି, ଗୋଟିଏ ଗୋଟିଏ ଘରେ ବୋହୂମାନେ ଏପରି ଶାନ୍ତିରେ ମିଳିମିଶି ରୁହନ୍ତି ଯେ ବାସ୍ ସମସ୍ତେ ସାଥିରେ ଭକ୍ତି କରିଥାନ୍ତି, ଗୀତା ପଢ଼ିଥାନ୍ତି। ବାବା ପଚାରିଲେ, ଏତେ ସବୁ ଏକାଠି ରହୁଛ, ଝଗଡ଼ା ଆଦି ହେଉନାହିଁ? କହିଲେ, ଆମ ପାଖରେ ତ ସ୍ୱର୍ଗ ଅଛି। ଆମେ ସମସ୍ତେ ଏକାଠି ରହୁଛୁ। କେବେ ବି ଲଢ଼େଇ ଝଗଡ଼ା କରୁନାହୁଁ। ଶାନ୍ତିରେ ରହୁଛୁ। କହିଛନ୍ତି, ଏଇଠି ତ ଯେପରି ସ୍ୱର୍ଗ ଅଛି, ତେବେ ନିଶ୍ଚୟ ସ୍ୱର୍ଗ ଅତିବାହିତ ହୋଇଯାଇଛି। ତେଣୁ ତ କୁହାଯାଉଛି ନା କି ଏଇଠି ଯେପରି ସ୍ୱର୍ଗ ରହିଛି। କିନ୍ତୁ ଏଠାରେ ତ ବହୁତଙ୍କର ସ୍ୱଭାବ ସ୍ୱର୍ଗବାସୀ ହେବା ପରି ଦେଖାଯାଉ ନାହିଁ। ଦାସ ଦାସୀ ବି ତ ହେବେ ନା। ଏଠାରେ ତ ରାଜଧାନୀର ସ୍ଥାପନା ହେଉଛି। ବାକି ଯେଉଁମାନେ ବ୍ରାହ୍ମଣ ହେବେ, ସେମାନେ ଦୈବୀ ରାଜବଂଶରେ ଆସିବେ। କିନ୍ତୁ କ୍ରମାନୁସାରେ ଅଛନ୍ତି। କେହି କେହି ତ ବହୁତ ମିଠା ସ୍ୱଭାବର ଅଛନ୍ତି। ସମସ୍ତଙ୍କୁ ସ୍ନେହ କରନ୍ତି। କେବେ ବି କାହା ଉପରେ ରାଗନ୍ତି ନାହିଁ। ରାଗିବା ଦ୍ୱାରା ଦୁଃଖ ହୋଇଥାଏ। ଯିଏ ମନ ବଚନ କର୍ମରେ କାହାକୁ ଦୁଃଖ ଦେଇ ଚାଲିଥାନ୍ତି, ତାଙ୍କୁ ଦୁଃଖୀ ଆତ୍ମା କୁହାଯାଏ। ଯେପରି ପୁଣ୍ୟ ଆତ୍ମା, ପାପ ଆତ୍ମା କୁହାଯାଏ ନା। ଶରୀରର ନାମ କ'ଣ ନିଅନ୍ତି କି? ବାସ୍ତବରେ ଆତ୍ମା ହିଁ ହୋଇଥାଏ। ସବୁ ପାପ ଆତ୍ମାମାନେ ମଧ୍ୟ ଏକାଭଳି ନୁହନ୍ତି ନା। ପୁଣ୍ୟ ଆତ୍ମା ମଧ୍ୟ ସମସ୍ତେ ଏକାଭଳି ନୁହନ୍ତି। ପୁରୁଷାର୍ଥର କ୍ରମାନୁସାରେ ହୋଇଥାନ୍ତି। ଛାତ୍ର ନିଜେ ଜାଣୁଥିବେ ନା, ମୋର ଚରିତ୍ର ଓ ଅବସ୍ଥା କିପରି ଅଛି, ମୋର ଚଳନି କିପରି। ସମସ୍ତଙ୍କୁ ମଧୁର କଥା କହୁଛି। କେହି କିଛି କହିଲେ ମୁଁ ଓଲଟା ପାଲଟା ଜବାବ ଦେଉନାହିଁ ତ। ବାବାଙ୍କୁ କେତେକ ସନ୍ତାନ କୁହନ୍ତି, ପିଲାମାନଙ୍କ ଉପରେ କ୍ରୋଧ ଆସିଯାଉଛି। ବାବା କହୁଛନ୍ତି, ଯେତେ ସମ୍ଭବ ସ୍ନେହରେ କାମ ଚଳାଅ। ନିର୍ମୟୀ ମଧ୍ୟ ହେବା ଦରକାର। ଏହା ତ ତୁମ୍ଭେମାନେ ଜାଣୁଛ ଯେ ଆମକୁ ଲକ୍ଷ୍ମୀ ନାରାୟଣ ହେବାକୁ ପଡ଼ିବ। ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ଅଛି। କେତେ ଉଚ୍ଚ ଲକ୍ଷ୍ୟ। ଶିକ୍ଷକ ମଧ୍ୟ ସର୍ବୋଚ୍ଚ ଅଟନ୍ତି ନା। ଶ୍ରୀକୃଷ୍ଣଙ୍କର ମହିମା କେତେ ଗାୟନ କରୁଛନ୍ତି। ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ। ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ସେହିଭଳି ହେଉଛୁ। ତୁମେମାନେ ଏହିପରି ହେବା ପାଇଁ ଏଠାକୁ ଆସୁଛ। ଏହା ତୁମର ନରରୁ ନାରାୟଣ ହେବା ପାଇଁ ସତ୍ୟନାରାୟଣ କଥା। ଅମରପୁରୀ ଯିବା ପାଇଁ ଏହା ଅମର କଥା। ଏହି କଥାକୁ କୌଣସି ସନ୍ନ୍ୟାସୀ ଆଦି ଜାଣନ୍ତି ନାହିଁ। କୌଣସି ବି ମଣିଷ ମାତ୍ରକୁ ଜ୍ଞାନର ସାଗର ବା ପତିତ ପାବନ କୁହାଯିବ ନାହିଁ। ଯେତେବେଳେ ସାରା ଦୁନିଆ ହିଁ ପତିତ, ତେବେ ଆମେ ପତିତ ପାବନ କାହାକୁ କହିବା? ଏଠାରେ କେହି ପୁଣ୍ୟ ଆତ୍ମା ହୋଇପାରିବେ ନାହିଁ। ବାପା ବୁଝାଉଛନ୍ତି, ଏହା ହେଉଛି ପତିତ ଦୁନିଆ। ପ୍ରଥମ ନମ୍ବର ହେଉଛନ୍ତି ଶ୍ରୀକୃଷ୍ଣ। ତାଙ୍କୁ ମଧ୍ୟ ଭଗବାନ କୁହାଯିବ ନାହିଁ। ଏକମାତ୍ର ନିରାକାର ବାବା ଜନ୍ମ ମରଣ ରହିତ ଅଟନ୍ତି। ଗାୟନ ଅଛି ଯେ ଶିବ ପରମାତ୍ମାଏ ନମଃ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଦେବତା କହି ପୁଣି ଶିବଙ୍କୁ ପରମାତ୍ମା କହନ୍ତି। ତେବେ ଶିବ ସବୁଠାରୁ ଶ୍ରେଷ୍ଠ ହେଲେ ନା। ସିଏ ହେଉଛନ୍ତି ସମସ୍ତଙ୍କର ପିତା। ସମ୍ପତ୍ତି ମଧ୍ୟ ପିତାଙ୍କ ଠାରୁ ମିଳେ। ସର୍ବବ୍ୟାପୀ କହିବା ଦ୍ୱାରା ସମ୍ପତ୍ତି ମିଳିନଥାଏ। ବାବା ସ୍ୱର୍ଗର ସ୍ଥାପନା କରନ୍ତି, ତେବେ ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ହିଁ ଦେବେ। ଏଇ ଲକ୍ଷ୍ମୀ ନାରାୟଣ ହେଉଛନ୍ତି ପ୍ରଥମ ନମ୍ବର। ପାଠପଢ଼ା ଦ୍ୱାରା ହିଁ ଏହି ପଦ ପାଇଛନ୍ତି। ଭାରତର ପ୍ରାଚୀନ ଯୋଗ କାହିଁକି ବା ପ୍ରସିଦ୍ଧ ନ ହେବ? ଯାହାଦ୍ୱାରା ମନୁଷ୍ୟ ବିଶ୍ୱର ମାଲିକ ହେଉଛନ୍ତି, ତାକୁ ସହଜ ଯୋଗ, ସହଜ ଜ୍ଞାନ କୁହାଯାଉଛି।
ବହୁତ ସହଜ ମଧ୍ୟ ଅଟେ। ଗୋଟିଏ ଜନ୍ମର ପୁରୁଷାର୍ଥ ଦ୍ୱାରା କେତେ ପ୍ରାପ୍ତି ହୋଇଯାଉଛି। ଭକ୍ତି ମାର୍ଗରେ ତ ଜନ୍ମ ପରେ ଜନ୍ମ କେତେ ଧକ୍କା ଖାଇ ଆସିଲ, କିଛି ବି ତ ମିଳିଲା ନାହିଁ। ଏହା ତ ଗୋଟିଏ ଜନ୍ମରେ ମିଳୁଛି। ତେଣୁ ଏହାକୁ ସହଜ ମାର୍ଗ କୁହାଯାଉଛି। 1 ସେକେଣ୍ଡରେ ଜୀବନ ମୁକ୍ତି କୁହାଯାଏ। ଆଜିକାଲି ତ ଦେଖ କିପରି କିପରି ଉଦ୍ଭାବନ କରିଚାଲିଛନ୍ତି। ଏହା ହେଉଛି ବିଜ୍ଞାନର ଚମତ୍କାର। ନିରବତାର ମଧ୍ୟ ଚମତ୍କାରିତା ଦେଖ କେମିତି। ତାହା ସବୁ କେତେ ଦେଖିବାକୁ ମିଳୁଛି। ଏଠାରେ କିଛି ନାହିଁ। ତୁମେ ଶାନ୍ତିରେ ବସିଛ, ଚାକିରି ଆଦି ମଧ୍ୟ କରୁଛ, ହାତରେ କାମ କରୁଛ ଏବଂ ଆତ୍ମାର ମନବୁଦ୍ଧି ପରମାତ୍ମାଙ୍କ ସହ ସଂଯୁକ୍ତ ଅଛି। ପ୍ରେମିକା ପ୍ରେମିକଙ୍କର ମଧ୍ୟ ଗାୟନ ଅଛି ନା। ସେମାନେ ଜଣେ ଅନ୍ୟ ଜଣଙ୍କର ଚେହେରା ପ୍ରତି ଆକୃଷ୍ଟ ହୋଇଥାନ୍ତି। ବିକାରର କଥା ନଥାଏ। କେଉଁଠି ବି ବସିଥିଲେ ମନେ ପଡ଼ିଯାଏ। ରୁଟି ଖାଉଥିବେ ବାସ୍ ସମ୍ମୁଖରେ ତାଙ୍କୁ ଦେଖୁଥିବେ। ଶେଷରେ ତୁମର ଏହିଭଳି ଅବସ୍ଥା ହୋଇଯିବ। ବାସ୍ ବାବାଙ୍କୁ ହିଁ ମନେ ପକାଉଥିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ରୂପ ବସନ୍ତ ହୋଇ ମୁଖରେ ସର୍ବଦା ସୁଖଦାୟୀ ବାଣୀ ଉଚ୍ଚାରଣ କରିବା ଉଚିତ। ଦୁଃଖଦାୟୀ ହେବା ଉଚିତ ନୁହେଁ। ଜ୍ଞାନର ଚିନ୍ତନରେ ରହିବାକୁ ହେବ। ମୁଖରୁ ଜ୍ଞାନରତ୍ନ ହିଁ ବାହାର କରିବାକୁ ହେବ। 2 ନମ୍ବର, ନିର୍ମୋହୀ ହେବାକୁ ପଡ଼ିବ। ପ୍ରତ୍ୟେକଙ୍କ ଠାରୁ ସ୍ନେହରେ କାମ ହାସଲ କରିବା ଦରକାର। କ୍ରୋଧ କରିବା ଉଚିତ ନୁହେଁ। ଅନାଥକୁ ସନାଥ କରିବାର ସେବା କରିବା ଦରକାର। ଆଜିର ବରଦାନ, ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଗତି ସଦ୍ଗତିର ପ୍ରସାଦ ବାଣ୍ଟୁଥିବା ମାଷ୍ଟର ଗତି ସଦ୍ଗତି ଦାତା ଭବ। ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଗତି ସଦ୍ଗତିର ପ୍ରସାଦ ବାଣ୍ଟୁଥିବା ମାଷ୍ଟର ଗତି ସଦ୍ଗତି ଦାତା ଭବ। ଡିଟେଲ୍ସ, ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ଆତ୍ମା ପରିସ୍ଥିତିର ବଶବର୍ତ୍ତୀ ହୋଇ ଚିତ୍କାର କରୁଛନ୍ତି। କେହି ତ ଦରଦାମ ବୃଦ୍ଧି କାରଣରୁ ଚିତ୍କାର କରୁଛନ୍ତି, କେହି ଭୋକରେ, କେହି ଶାରୀରିକ ରୋଗରେ, କେହି ପୁଣି ମାନସିକ ଅଶାନ୍ତି କାରଣରୁ ଚିତ୍କାର କରୁଛନ୍ତି। ତେଣୁ ସମସ୍ତଙ୍କର ଦୃଷ୍ଟି ଶାନ୍ତିର ସ୍ତମ୍ଭ ଆଡ଼କୁ ଯାଉଛି। ସମସ୍ତେ ଦେଖୁଛନ୍ତି ହାହାକାର ପରେ ଜୟ ଜୟକାର କେବେ ହେବ। ତେଣୁ ଏବେ ନିଜର ସାକାରୀ ଫରିସ୍ତା ରୂପ ଦ୍ୱାରା ବିଶ୍ୱର ଦୁଃଖ ଦୂର କର। ମାଷ୍ଟର ଗତି ସଦ୍ଗତି ଦାତା ହୋଇ ଭକ୍ତମାନଙ୍କୁ ଗତି ଏବଂ ସଦ୍ଗତିର ପ୍ରସାଦ ବାଣ୍ଟ। ଆଜିର ସ୍ଲୋଗାନ, ମନକୁ ଏତେ ଶକ୍ତିଶାଳୀ କରିଦିଅ ଯାହାକି କୌଣସି ବି ପରିସ୍ଥିତି ମନକୁ ହଲଚଲ କରି ନପାରୁ। ମନକୁ ଏତେ ଶକ୍ତିଶାଳୀ କରିଦିଅ ଯାହାକି କୌଣସି ବି ପରିସ୍ଥିତି ମନକୁ ହଲଚଲ କରି ନପାରୁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଏବେ ଆଉ ସେବାର କର୍ମବନ୍ଧନରେ ମଧ୍ୟ ଆସ ନାହିଁ। ମୋର ସ୍ଥାନ, ମୋର ସେବା, ମୋର ବିଦ୍ୟାର୍ଥୀ, ମୋର ସହଯୋଗୀ ଆତ୍ମା, ଏହା ମଧ୍ୟ ସେବାର କର୍ମବନ୍ଧନ ଅଟେ। ଏହାଠାରୁ ମଧ୍ୟ ମୁକ୍ତ କର୍ମାତୀତି ହୁଅ। ତେଣୁ କର୍ମାତୀତି ହେବାକୁ ପଡ଼ିବ ଏବଂ ଅନ୍ୟମାନଙ୍କୁ ଏହି ଅନୁଭୂତି କରାଇବାକୁ ପଡ଼ିବ ଯେ ଏମାନେ ସେହି ଅଟନ୍ତି ଯାହାକୁ ଆମେ ଖୋଜୁଥିଲୁ ଏବଂ ଏହିମାନେ ହିଁ ସବୁକିଛି ଅଟନ୍ତି। ଏହାଦ୍ୱାରା ସେମାନଙ୍କୁ ଲକ୍ଷ୍ୟସ୍ଥଳର ପାଖକୁ ଆଣିବାକୁ ହେବ। ଓମ୍ ଶାନ୍ତି।